ତେଣୁ ଯାହା ହଉ ସୁପ୍ରିମକୋର୍ଟ ଯୋଉ ରାୟ ଦେଇଛନ୍ତି ସେମାନେ ଯଦି ଅନ୍ୟ ଜାତିରେ ବା ଆଉ ସିଡ୍ୟୁଲ କାଷ୍ଟ କାହିଁ ରହିବ? ଯିଏ ଯୋଉ ପରିବର୍ତ୍ତନ କରିବ ଜାତି ଅଣଜାତିରେ ବାହା ହବ ଆଉ ସିଡ୍ୟୁଲ କାଷ୍ଟ ଏନ୍ଜୟ କରିବା ଉଚିତ ନୁହଁ। ଯୋଉ ପ୍ରକାର ସୁବିଧା ପାଉଛନ୍ତି ଏ ବହୁ ଇଲେକ୍ସନ କମିଶନ ଯୋଉ ଅଛନ୍ତି ଏ ଆହୁରି ଚାମଚା, ଏ କର୍ମଚାରୀ ମାନେ ମଧ୍ୟ ଆହୁରି ଚାମଚା ହେଇଗଲେଣି। ସୁପ୍ରିମକୋର୍ଟକୁ ଅଭିନନ୍ଦନ ଜଣାଉଛି, ଜୁଡିସିଆଲକୁ ଅଭିନନ୍ଦନ ଜଣାଉଛି। ଜୁଡିସିଆଲ ଟା କାମ କରୁଛି ବୋଲି ଗଣତନ୍ତ୍ର ବଞ୍ଚିଛି, ନହେଲେ ଏ ଯୋଉ ସରକାର ବିଜେପି ସରକାର ଗଣତନ୍ତ୍ର ବୋଲି କିଛି ନାହିଁ। ଭୋଟ ପାଇଁ ଯାହା ଦରକାର ସେ କରିବେ। ଏ ବହୁ ଇଲେକ୍ସନ କମିଶନ ଯୋଉ ଅଛନ୍ତି ଏ ଆହୁରି ଚାମଚା, ଏ କର୍ମଚାରୀ ମାନେ ମଧ୍ୟ ଆହୁରି ଚାମଚା ହେଇଗଲେଣି। ବଡ ଦୁଃଖର ବିଷୟ। ତେଣୁ ଯାହା ହଉ ସୁପ୍ରିମକୋର୍ଟ ଯୋଉ ରାୟ ଦେଇଛନ୍ତି ସେମାନେ ଯଦି ଅନ୍ୟ ଜାତିରେ ବା ଆଉ ସିଡ୍ୟୁଲ କାଷ୍ଟ କାହିଁ ରହିବ? ଠିକ ଡିସିସନ ନେଇଛନ୍ତି। ଯିଏ ଯୋଉ ପରିବର୍ତ୍ତନ କରିବ ଜାତି ଅଣଜାତିରେ ବାହା ହବ ଆଉ ସିଡ୍ୟୁଲ କାଷ୍ଟ ଏନ୍ଜୟ କରିବା ଉଚିତ ନୁହଁ। ଯୋଉ ପ୍ରକାର ସୁବିଧା ପାଉଛନ୍ତି ନୁହଁ, ବଢିଆ ଡିସିସନ, ୱେଲକମ, ଅଭିନନ୍ଦନ। ଖ୍ରୀଷ୍ଟିଆନ ମାନେ ନେଲେ ତାଙ୍କର ଏସଟି ଲାଗୁ ହବ ନାହିଁ, କିନ୍ତୁ ଅନ୍ୟ ଧର୍ମରେ ଯଦି ଶିଖ ବୌଦ୍ଧ ଖ୍ରୀଷ୍ଟିଆନ ଯଦି ଧର୍ମ ଜଣେ ଅଛି ସେ ଯଦି କୌଣସି କେସ୍ ପାଇଁ ଡରେଇବ ଏସଟି ଜାତିର ହେଇକି ତାର କେସ୍ ରଖାଯିବନି ବା ତାର କିଛି ଆପ୍ଲାଏ ହେଇପାରିବ। ସବୁ ଧର୍ମକୁ ସମ୍ମାନ ଦବା ଦରକାର ଜୁଡିସିଆଲ। ଖାଲି ଖ୍ରୀଷ୍ଟିଆନ ତାର ମାନେ ଅଛି? କାହିଁକି ତ ମୁସଲମାନକୁ ଦବନି? କାହିଁ ଜୈନକୁ ଦବନି? କାହିଁ ବୁଦ୍ଧିଷ୍ଟକୁ ଦବନି? କାହିଁ ହିନ୍ଦୁକୁ ଦବନି? କାହିଁ ଏକୁଟିଆ ଗୋଟେ ଦଳକୁ ଦବ, ଗୋଟେ ଧର୍ମକୁ ଦବ? ନିୟମ ସବୁ ଧର୍ମ ପାଇଁ ଗୋଟାଏ ହବା ଦରକାର। ଯଦି ଅଣଜାତିରେ ବାହା ହେଇଛ, ଖ୍ରୀଷ୍ଟିଆନ ହୋ, ମୁସଲମାନ ହୋ, ବୁଦ୍ଧିଷ୍ଟ ହୁଅ, ଜୈନ ହୁଅ, ଶିଖ ଯାହା ହୁଅ, ସିଡ୍ୟୁଲ କାଷ୍ଟ ଯୋଉ ଏନ୍ଜୟ କରିବା କଥା ପ୍ରମୋସନ, କୋଟା, ଏଜୁକେସନ ସବୁଥର ବାତିଲ ହେବା ଦରକାର। ସୁପ୍ରିମକୋର୍ଟ ଡିସିସନ, ବିୟୁଟିଫୁଲ ଡିସିସନ, ଅଭିନନ୍ଦନ।